ଆପଣ ଜାଣନ୍ତି କି ଆମେ କେଉଁ ଯୁଗରେ ବାସ କରୁଛୁ? ଶାସ୍ତ୍ର ଅନୁସାରେ ତାହା ପୃଥିବୀର ସବୁଠାରୁ ଭୟାବହ ଯୁଗ। ଏହା ଏମିତି ଏକ ସମୟ ଯେଉଁଠି ଧର୍ମ ମାତ୍ର 25% ବଞ୍ଚି ରହିଛି। ଚାରିଆଡ଼େ ପାପ ଏବଂ ଅଧର୍ମର କାୟା ବିସ୍ତାର ହୋଇଛି। ମଣିଷର ଆୟୁଷ, ବଳ ଏବଂ ସ୍ମୃତି ଶକ୍ତି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଆଜିର ମଣିଷ ଭଗବାନଙ୍କ ଅପେକ୍ଷା ଟଙ୍କା ପଇସାକୁ ଅଧିକ ପୂଜା କରୁଛି। ଶ୍ରୀମଦ୍ ଭାଗବତ ଏବଂ ମହାଭାରତର ଭବିଷ୍ୟବାଣୀ ଅନୁସାରେ ଏହି ଯୁଗରେ ଦୁର୍ନୀତି ବଢ଼ିବ। ଭୂମିକମ୍ପ, ମହାମାରୀ ଏବଂ ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ମାଡ଼ି ଆସିବ। ଲୋକମାନେ ନିଜ ପରିବାର ସହ ବିଶ୍ୱାସଘାତ କରିବେ ଏବଂ ମଣିଷ ଭିତରେ ରାକ୍ଷସ ପ୍ରବୃତ୍ତି ଜାଗ୍ରତ ହେବ। କଳିଯୁଗର ସବୁଠାରୁ ବଡ଼ ଦୁର୍ଭାଗ୍ୟ ହେଉଛି ସମ୍ପର୍କର ଅବନତି। ପୂର୍ବରୁ ସ୍ୱାମୀ ସ୍ତ୍ରୀଙ୍କ ପବିତ୍ର ବନ୍ଧନ ଜନ୍ମ ଜନ୍ମାନ୍ତର ପାଇଁ ରହୁଥିଲା, କିନ୍ତୁ ଆଜି ତାହା ଧୋକା ଏବଂ ସ୍ୱାର୍ଥରେ ପରିଣତ ହୋଇଛି। ଆଜି ସମାଜରେ ବିଶ୍ୱାସ ବଦଳରେ କେବଳ ସନ୍ଦେହ, ଲୋଭ ଏବଂ ବାସନା ବଞ୍ଚି ରହିଛି। ସମ୍ପର୍କ ଏବେ ହୃଦୟରୁ ବରଂ ଅର୍ଥ ଏବଂ ଶାରୀରିକ ସୁଖରୁ ଗଢ଼ା ହେଉଛି। ବ୍ରହ୍ମାଙ୍କର ଗୋଟିଏ ଦିନ ଅର୍ଥ ଏକ କଳ୍ପ ମଧ୍ୟରେ 4ଟି ଯୁଗର ଚକ୍ର ଚାଲିଥାଏ। ସତ୍ୟଯୁଗ ଧର୍ମ 100 ଭାଗ ଥିଲା। ତ୍ରେତୟା ଯୁଗ ଧର୍ମ 75 ଭାଗକୁ ଖସି ଆସିଲା। ଦ୍ୱାପର ଯୁଗ ଧର୍ମ 50 ଭାଗ ରହିଲା। କଳିଯୁଗ ଧର୍ମ ମାତ୍ର 25 ଭାଗ ବାକି ଅଛି। ବାକି 75 ଭାଗ ଅଧର୍ମ ଏବଂ ଅନ୍ଧକାରରେ ଅଛି। ଶାସ୍ତ୍ର ଅନୁସାରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଏହି ଧରାଧାମ ତ୍ୟାଗ କଲେ, ସେହି ମୁହୂର୍ତ୍ତରୁ ହିଁ କଳିଯୁଗର ଆରମ୍ଭ ହେଲା। ଶ୍ରୀକୃଷ୍ଣଙ୍କ ବିଦାୟ ପରେ ମଣିଷ ହୃଦୟରୁ ସତ୍ୟ ଏବଂ ସଦାଚାରର ଆଲୋକ ଲିଭିବାକୁ ଲାଗିଲା। ସମୟର ଗଣନା ଏବଂ ଭୟାନକ ଭବିଷ୍ୟତ। କଳିଯୁଗର ସମୁଦାୟ ଆୟୁ 4,32,000 ବର୍ଷ। ଅତିବାହିତ ସମୟ ମାତ୍ର 5,000 ବର୍ଷ। ଅର୍ଥ ଅସଲ ଅନ୍ଧକାର ଆସିବା ଏବେ ବି ବାକି ଅଛି। ଶାସ୍ତ୍ର କହେ, କଳିଯୁଗ ଯେତିକି ଆଗକୁ ବଢ଼ିବ, ମଣିଷର ହାରାହାରି ଆୟୁ କମି କମି ମାତ୍ର 20ରୁ 25 ବର୍ଷ ହୋଇଯିବ। ସମାଜରେ ଅରାଜକତା ଖେଳିଯିବ। ଧର୍ମର ଶେଷ ସ୍ତମ୍ଭ। ଧର୍ମର 4ଟି ସ୍ତମ୍ଭ ହେଉଛି ସତ୍ୟ, ତପସ୍ୟା, ଦୟା ଏବଂ ଦାନ। ସତ୍ୟ ଯୁଗରେ ଏହି 4ଟି ଯାକ ସ୍ତମ୍ଭ ମଜବୁତ ଥିଲା, କିନ୍ତୁ କଳିଯୁଗରେ ଧର୍ମ କେବଳ ଗୋଟିଏ ଦୁର୍ବଳ ସ୍ତମ୍ଭ ଉପରେ ଠିଆ ହୋଇଛି। ଆଜି ଦୟା ଶେଷ ହୋଇଯାଇଛି, ତପସ୍ୟା ଏକ ମଜାକ ପାଲଟିଛି ଏବଂ ସତ୍ୟ ପଥରେ ଚାଲିବା କଷ୍ଟକର ହୋଇପଡ଼ିଛି। କିନ୍ତୁ ଏହା ଶେଷ ନୁହେଁ। ଯେତେବେଳେ କଳିଯୁଗ ନିଜର ଚରମ ସୀମାରେ ପହଞ୍ଚିବ ଏବଂ ଅଧର୍ମ ଅସହ୍ୟ ପଡ଼ିବ, ସେତେବେଳେ ଭଗବାନ କଳ୍କି ଅବତାର ଭାବେ ପ୍ରକଟ ହେବେ। ସେ ଏହି ଅନ୍ଧକାରକୁ ବିନାଶ କରି ପୁଣି ଥରେ ଧର୍ମର ସ୍ଥାପନା କରିବେ ଏବଂ ଏକ ନୂତନ ସତ୍ୟ ଯୁଗର ଆରମ୍ଭ ହେବ। ଆପଣଙ୍କୁ କ'ଣ ଲାଗୁଛି? ଆମେ କ'ଣ ସତ୍ୟରେ ସେହି ମହାପ୍ରଳୟ ଆଡ଼କୁ ଧୀରେ ଧୀରେ ବଢ଼ୁଛୁ? ଭାଗବତ ପୁରାଣ ଏବଂ ମହାଭାରତରେ ସ୍ପଷ୍ଟ ଲେଖା ଅଛି ଯେ କଳିଯୁଗର ମାନବିକତାର ସବୁଠାରୁ ବଡ଼ ପତନ ଘଟିବ। ଏହି ଯୁଗର ଲକ୍ଷଣ ଏତେ ଭୟଙ୍କର ଯେ ଶୁଣିଲେ ଲୋମ ଟାଙ୍ଗୁରି ଉଠିବ। ସମ୍ପର୍କରେ ବିଶ୍ୱାସ ଶେଷ ହୋଇଯିବ। ରାଜନୀତିରେ କେବଳ ଦୁର୍ନୀତି ରହିବ ଏବଂ ନେତାମାନେ ଜନତାଙ୍କ ସେବା ପରିବର୍ତ୍ତେ ନିଜର ସ୍ୱାର୍ଥ ସାଧନା କରିବେ। ଧନ ହିଁ ସବୁଠାରୁ ବଡ଼ ଧର୍ମ ପାଲଟିବ। ମଣିଷ ଏତେ ଲୋଭୀ ହୋଇଯିବ ଯେ ନିଜ ରକ୍ତର ସମ୍ପର୍କକୁ ହତ୍ୟା କରିବାକୁ ପଛାଇବ ନାହିଁ। ଶାସ୍ତ୍ର ଅନୁସାରେ ଯୁଗ ପରିବର୍ତ୍ତନ ସହ ମଣିଷର ଶକ୍ତି ଏବଂ ଆୟୁଷ ଲଗାତାର କମିବାରେ ଲାଗିଛି। ସତ୍ୟ ଯୁଗରେ ମଣିଷ ହଜାର ହଜାର ବର୍ଷ ବଞ୍ଚୁଥିଲା, କିନ୍ତୁ କଳିଯୁଗରେ ଏହା ହାରାହାରି 60ରୁ 70 ବର୍ଷକୁ ଖସି ଆସିଛି। ଭବିଷ୍ୟତରେ ଏହା ମାତ୍ର 20ରୁ 25 ବର୍ଷ ରହିଯିବ। ମଣିଷର ହାଡ଼ ଗୋଖଲା ହୋଇଯିବ ଏବଂ ବୁଦ୍ଧି କେବଳ କାମନା ଓ ବାସନା ମଧ୍ୟରେ ସୀମିତ ରହିବ। ପୂର୍ବ ଯୁଗରେ ଋଷିମୁନିମାନେ ତପସ୍ୟା ବଳରେ ଆକାଶରେ ଉଡ଼ି ପାରୁଥିଲେ କିମ୍ବା ଜଳ ଉପରେ ଚାଲି ପାରୁଥିଲେ, କିନ୍ତୁ କଳିଯୁଗରେ ଏହି ଦିବ୍ୟ ଶକ୍ତିଗୁଡ଼ିକ ଧୀରେ ଧୀରେ ବିଲୁପ୍ତ ହୋଇଯାଇଛି। ଆଜିର ମଣିଷ ପାଖରେ ବିଜ୍ଞାନ ଏବଂ ସାଧନା ଅଛି, କିନ୍ତୁ ଆତ୍ମାର ଶକ୍ତି ନାହିଁ। ସେ ସବୁକିଛି ଉପରେ ବିଶ୍ୱାସ କରିବ, କିନ୍ତୁ ଭଗବାନ ଏବଂ ଆଧ୍ୟାତ୍ମିକ ଚମତ୍କାରକୁ ଅବିଶ୍ୱାସ କରିବ। ଯଦିଓ କଳିଯୁଗ ଅନ୍ଧକାରମୟ, କିନ୍ତୁ ଏହି ଯୁଗରେ ଭଗବାନଙ୍କୁ ପାଇବା ସବୁଠାରୁ ସହଜ। ଶାସ୍ତ୍ର କହେ, ସତ୍ୟ ଯୁଗରେ ଯାହା କଠୋର ତପସ୍ୟାରୁ ମିଳୁଥିଲା, କଳି ଯୁଗରେ ତାହା କେବଳ ଭଗବାନଙ୍କ ନାମ ଜପ କରିବା ଦ୍ୱାରା ମିଳିପାରିବ। ହରେ ରାମ ହରେ କୃଷ୍ଣ କିମ୍ବା ଜୟ ଜଗନ୍ନାଥ। ଏହି ସରଳ ନାମ ସ୍ମରଣ ହିଁ ମଣିଷକୁ ପାପରୁ ମୁକ୍ତି ଦେଇପାରିବ। ଯେତେବେଳେ ପାପ ଏବଂ ଅଧର୍ମ ନିଜର ଚରମ ସୀମାରେ ପହଞ୍ଚିବ, ଯେତେବେଳେ ପୁଅ ବାପାକୁ ଅସମ୍ମାନ କରିବ ଏବଂ ଭାଇ ଭାଇର ରକ୍ତ ବୁହାଇବ, ସେତେବେଳେ ଅନ୍ଧକାରକୁ ଚିରି ପ୍ରକଟ ହେବେ ଭଗବାନ ବିଷ୍ଣୁଙ୍କର ଶେଷ ଅବତାର କଳ୍କି। ଧଳା ଘୋଡ଼ାରେ ବସି ହାତରେ ଜଳୁଥିବା ଖଣ୍ଡା ଧରି ପୃଥିବୀକୁ ଆସିବେ। ସେ ସମସ୍ତ ପାପୀଙ୍କୁ ବିନାଶ କରିବେ ଏବଂ ପୁଣି ଥରେ ଏକ ନୂତନ ସତ୍ୟ ଯୁଗ ପ୍ରତିଷ୍ଠା କରିବେ।
ବନ୍ଧୁଗଣ, କଳିଯୁଗର ଏହି ସତ୍ୟ ଆମକୁ ଡରାଇବା ପାଇଁକା ନୁହେଁ, ବରଂ ସଚେତନ କରିବା ପାଇଁ। ଯଦି ଆମେ ଧର୍ମ ଏବଂ ଭକ୍ତିର ପଥରେ ଚାଲିବା, ତେବେ ଏ ଭୟଙ୍କର ସମୟରେ ମଧ୍ୟ ଶାନ୍ତି ଏବଂ ମୋକ୍ଷ ପାଇପାରିବା। ତେବେ ଚିନ୍ତା କରନ୍ତୁ, ଆପଣ ଏହି ଯୁଗର ଆହ୍ୱାନର ସାମ୍ନା କରିବାକୁ ପ୍ରସ୍ତୁତ ତ, ନା ପାପର ଏହି ସ୍ରୋତରେ ନିଜକୁ ଭସାଇ ଦେବେ? ନିଷ୍ପତ୍ତି ଆପଣଙ୍କର। ଏହି ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରିକି ଆପଣଙ୍କ ମତାମତ ଜଣାନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।